କଥା ମୁଁ ଜାଣିନି ସାର୍, କେବଳ ଏତିକି ଜାଣିଛି ମୋ ସ୍ତ୍ରୀ ସ୍ୱପ୍ନ ରାହୁଲ ମାନସିଂ ରାଗିକି ତା ହାତ କାଟି ହଁ ମୋ ସ୍ତ୍ରୀ ସ୍ୱପ୍ନ, କାହିଁକି ନା ମୁଁ ତା ପାଇଁ ସ୍ୱାମୀ ନୁହଁ, ସ୍ୱାମୀର ଗୋଟେ ଷ୍ଟାମ୍ପ। ଓ ଏସବୁ ତାହେଲେ ସେ ରାଜ ପଟେଲ ରାଜର କାମ। ଡୋଣ୍ଟ वरी, ତୁମେ ସେ ବଙ୍ଗଡ଼ା ଟିକେ ଦେଖି ଯାଇ ଚଳିବ। ଓକେ ସେ ପର୍ଯ୍ୟନ୍ତ ତମର କିଛି ଅସୁବିଧା ହେଇନି, ସେ ପର୍ଯ୍ୟନ୍ତ ତୁମେ ମୁହଁ ଖୋଲିବନି। ସେଠି ବଞ୍ଚିବ ଗୋଟେ ନିରୁପାୟ ମଣିଷଟିଏ ପରି ବଞ୍ଚିବ। ଥ୍ୟାଙ୍କ ୟୁ ସାର୍। ମୁଁ ଦରକାର ପଡ଼ିଲେ ସେ ରାଜ ପଟେଲ ରାଜର ସବୁ ରହସ୍ୟ ଖୋଲିଦେବି। ନା ଏବେ ନୁହଁ, ସମୟ ଆସିଲେ ମୁଁ ତମ ସାହାଯ୍ୟ ନିଶ୍ଚୟ ଲୋଡ଼ି। ସେଦିନ ପର୍ଯ୍ୟନ୍ତ ତୁମେ ସେଠି ଅଭିନୟ କରି ବଞ୍ଚିବ, ଆଉ ନିରୁପାୟ ମଣିଷଟିଏ ପରି ଚଳିବ। ଠିକ୍ ଅଛି ସାର୍, ମୁଁ ଆପଣଙ୍କ କଥାରେ ସବୁ ରାଜି। ମୁଁ ଏବେ ଆସୁଛି। ଠିକ୍ ଅଛି ସାର୍। ତୁମେ ଆସିବାର। ରାଜ ପଟେଲ ରାଜ, ତୁ ଜାଣିଲୁ ପ୍ରମାଣ ଅଭାବ ସିନା ମୋ ହାତରୁ ପାରୁ। ସେମାନେ ମୋତେ ମାରିଦେବେ ସାର୍। ଆବେ ଦିଅନ୍ତୁ। ତୁ ସେଇ ରାଜ ପଟେଲ ଚୌକିଦାର ନା? ତୁ ସେଇ ରାଜ ପଟେଲ ଚୌକିଦାର ନା? ତୋତେ କିଏ କାହିଁକି ମାରିଦେବାକୁ ଚେଷ୍ଟା କରୁଛି? ସେ ରାଜ ପଟେଲ ଲୋକମାନେ ମୋତେ ମାରିଦେବାକୁ ଆସୁଛନ୍ତି ସାର୍। କାହିଁକି? ଗରିବ ଝିଅକୁ ଜବରଦସ୍ତି ଉଠି ଆଣି ବଳପୂର୍ବକ ବଳାତ୍କାର করে ସାର୍। ମୁଁ ତାକୁ ନେଇ ଗୋଦାମ ଘରେ ପୋତି ଦେଇଥାଏ। ଆଜି ପ୍ରତିବାଦ କରିଥାନ୍ତି, ସେମାନେ ମୋତେ ମାରିବାକୁ ଆସୁଛନ୍ତି। ଡୋଣ୍ଟ वरी, ତୁମେ ମୋ ପାଖରେ ପହଞ୍ଚି ଗଲଣି ମାନେ ତୁମର କିଛି ଅସୁବିଧା ହେବ। ଆଉ କେବଳ ସେତିକି ନୁହେଁ, ସେ ରାଜ ପଟେଲ ରାଜ ସେ ମୋ ବାପାଙ୍କୁ ମଧ୍ୟ ମାରି ଦେଇଥିଲା। ତାରି ପାଇଁ ଆଖି ଖୋଲିବା ଦିନଠୁ ମୋ ବାପାକୁ ମୁଁ ଦେଖିଲି। ସେ ଯେମିତି ମୋ ପାଖରୁ ମୋ ବାପାକୁ ଛଡ଼େଇ ନେଇଛି, ସେ ହାରାମଜାଦାକୁ ମୁଁ ତା ଆଖିର ନିଦ ହଟେଇଦେବି। ମୋ ବାପା? ହଁ ମୋ ବାପା, ମୋ ବୋଉ କହୁଥିଲା। ମୋ ବାପା ଚନ୍ଦନ ଦାସ ମଲିପୁର ଗାଁର ଜଣେ ଆଦର୍ଶ ଶିକ୍ଷକ ଥିଲେ। 10 ଖଣ୍ଡ ମୌଜାର ତାଙ୍କର ଭେଷ ଖାଦ୍ୟ ତମ ବୋଉ ହେଲେ ସେ ହାରାମଜାଦାଟା ମୋ ବାପାକୁ ପଶାଇ ଜେଲକୁ ପଠେଇଲା। ଏ କଥା ସହି ନ ପାରି ମୋ ବାପା ସୁଇସାଇଡ୍ କଲେ। ଆଉ ଏଇ କଥା ଶୁଣି ମୋ ମା ବେକରେ ଦୌଡ଼ି ଦେଇ ମରିଗଲା। ନା, ବିଜୟ ଦାସ ସୁଇସାଇଡ୍ କରିନଥିଲା, ଆଉ ତାକୁ ମିଛି ମିଛିକା ପ୍ରଚାର କରି ଦିଆଗଲା। ଏ ଗଣମାଧ୍ୟମକୁ କିଛି ଟଙ୍କା ଦେଇ ଥାନାରେ